ଅନୁଗୁଳ ଜିଲ୍ଲା ପାଲଢା ବ୍ଲକର ରଜଡଙ୍ଗ ଗ୍ରାମ ପଞ୍ଚାୟତରେ ଗଞ୍ଜେଇମୁଣି ଏକ ଆଦିବାସୀ ବହୁଳ ଗାଁ ଅଟେ। ଚତୁର୍ପାର୍ଶ୍ୱରେ ଜଙ୍ଗଲ ଓ ପାହାଡ଼। ତା ଭିତରେ ଜୀବନ ବିତାଉଛନ୍ତି କିଛି କିଷାନ ସମ୍ପ୍ରଦାୟର ପରିବାର। ତାଙ୍କ ଜୀବନ ଜୀବିକାରେ ବାଧକ ସାଜିଛି ଟୋପାଏ ଜଳ, ଗମନାଗମନ ପାଇଁ ରାସ୍ତା ତଥା ସୌଭାଗ୍ୟ ଯୋଜନାରେ ବିଦ୍ୟୁତ୍ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ସରକାରଙ୍କର ସମସ୍ତ ଯୋଜନାରୁ ବଞ୍ଚିତ ଏ ଆଦିବାସୀ ପରିବାର। ସରକାର ତଥା ପ୍ରଶାସକ ପାଖରେ ଯେତେ ଆପତ୍ତି ଅଭିଯୋଗ କଲେ ବି ଫଳ ଏଠି ଶୂନ। ଏପରିକି ନଳକୂପଟିଏ ବି ଏଠି ନାହିଁ। କେବଳ ସେତିକି ନୁହେଁ, ହାତୀପଲ ମଧ୍ୟ ସେମାନଙ୍କୁ ବହୁ ହଇରାଣ ହରକତ କରୁଛନ୍ତି। ଟୋପାଏ ଜଳ ପାଇଁ ସେମାନଙ୍କୁ ଯିବାକୁ ପଡୁଛି 2 ରୁ 3 କିଲୋମିଟର ରାସ୍ତା। ତା ପୁଣି ଜଙ୍ଗଲ ରାସ୍ତା। କେତେବେଳେ କ'ଣ ବିପଦ ଆସିପାରେ ତାହା କିଏ ବା କହିପାରିବ। ତେଣୁ ଏସବୁ ସମସ୍ୟା ନେଇ ଗ୍ରାମବାସୀ ପ୍ରଶାସକ ତଥା ଶାସକକୁ ଆକୁଳ ନିବେଦନ କରିଛନ୍ତି। हे सरकार आमको टोपाए जल और गमनागमन पाई रास्ता, प्रधानमंत्री आवास योजना दियो। केते दिन एमिति दुख कष्ट पड़ी रहिबो बोली सरकार को पाखरे आकुल निवेदन करिसेंती स्थानीय गंजाईमुणी गाँवासी। संभवतः तरफ आपनको आम स्वागत करूछु। आपनकर परिचय दियंतु। मोर घर गंजाईमुणी पंचायत रजडंग। मोर सुविधा पानी आ इलेक्ट्रिक। अच्छा एति पई सुविधा कर दियंतु। अच्छा एठी आपण केते वर्ष राणी बसति स्थापन करछन? मोर आज्ञा हे गलाने 4-5 वर्ष खंडे। 4-5 वर्ष आपण बसति करछन? आज्ञा सरकार को तरफ रे आपनकर दाबी होउची पानी आ विद्युत। आपनकर विषय आगो घर दरकार खंडे हेडु तापरे पानी तापरे आगो पानी दा हला माने हेडु तापरे घर हबो, घर हला पर लाइन दा हबो।